ବରନାଡ଼ ବି ନାହିଁ। ଆଚ୍ଛା ଆପଣ କେମିତି କ'ଣ ଚୋରି କରୁଥିଲେ? କେମିତି ଚୋରି କରୁଥିଲେ ଆପଣ? ଘର ପଶିକି। ଘରେ ବସିକି। ଆପଣଙ୍କ ସହିତ ଆଉ କିଏ ଆପଣଙ୍କ ଫ୍ୟାମିଲିର ଆପଣଙ୍କ ପୁଅ ଆପଣଙ୍କ ରିଲେଟିଭ୍ ସମସ୍ତେ ଅଛନ୍ତି? ନା ପୁଅ ନାହାନ୍ତି। କେତେ ଜାଗାରେ ଚୋରି କରିଛନ୍ତି ଆପଣ ଏମିତି? 10-12 ଜାଗାରେ କୋଉ କୋଉ ଏରିଆରେ? ଉଦଳା ଏରିଆରେ। ତାକୁ ନେଇ କୋଉଠି ବିକନ୍ତି ସବୁ? ନୀଳଗିରି ନୀଳଗିରି କାହାକୁ ଦିଅନ୍ତି? ରଣାକୁ। ଆପଣ ଏଇ ପଇସାରେ ଗାଡ଼ି କିଣିଛନ୍ତି ନା କ'ଣ? ହଁ ଏଇ ପଇସାରେ ଗାଡ଼ି କିଣିଥିଲି। ଆଚ୍ଛା ଏଇ ଯେଉଁ ଟଙ୍କା ସବୁ ଚୋରି କରୁଥିଲେ ସେଗୁଡ଼ା ସବୁ କୋଉଠି ରଖିଛନ୍ତି? ଜୁଆରେ ସବୁ ଖର୍ଚ୍ଚ ହେଇଯାଇଛି। ଆପଣ ଜୁଆ ଖେଳନ୍ତି? ଆଜ୍ଞା। ଆଚ୍ଛା କେତେ ଟଙ୍କା ପାଖାପାଖି ଆପଣ ଜୁଆରେ ସବୁ ଚୋରି କରୁଥିଲେ? 4-5 ଲକ୍ଷ ଖଣ୍ଡେ। ସେ ଯେତେବେଳେ କାର୍ ଫାର୍ ଆଇଫୋନ୍ ବାଇଫୋନ୍ ଧରିକି ଯାଆନ୍ତି ମାନେ ସେ ଆମ ପାଖାପାଖି ଲୋକର ମାନେ କଷ୍ଟମର୍ ସେ କହିତେ ଗନେ ସିଏ ଆମକୁ କହିଲେ ଯେ ଚିହ୍ନା ପରିଚୟ କରିଦେଲେ ଏଇ ଆମ କଷ୍ଟମର୍ ଲୋକ ଆଉ ଆମେ ଉଦଳା ଆମ ଗାଁ ଆଉ ତାଙ୍କ ଆଧାର କାର୍ଡ଼ ବି ମୋତେ ଦେଲେ ଜେରକ୍ସ ବି ଦେଲେ। ମୁଁ ଥରେ ଫାଷ୍ଟ ଦେଲେ ଯେତେବେଳେ ମୋତେ ମାନେ କେଜାଣି ନ ଲାଗିଲା କହିଲା ମେଡ଼ିକାଲ ପ୍ରୋବ୍ଲେମ୍ ଅଛି। ମୁଁ କହିଲି ଆର ବିଲ୍ କାହିଁ କହିଲେ ବିଲ୍ ତ ମୋ ପାଖରେ ନାହିଁ ନା ଅର୍ଜେଣ୍ଟ ଆସିছে ତୁମକୁ ବିଲ୍ ଦରକାର ଯଦି ଆମେ ହ୍ୱାଟ୍ସଅପ୍ କରିଦେବା ନହେଲେ ପରେ ଆଣିକି ଦେବା। ଆଉ ତାଙ୍କର ମାନେ ସମସ୍ତେ ଯାଇଥିଲେ ଛୋଟ ଛୁଆ ପାଖରୁ ବଡ଼ ଲୋକ ପର୍ଯ୍ୟନ୍ତ ଫ୍ୟାମିଲି ପୁରା ଯାଇଥିଲେ କାର୍ର। ଆପଣ ତାଙ୍କ ପାଖରୁ କେତେ ଥର ଗହଣା କିଣିଛନ୍ତି? 3 ଥର 4 ଥର ପାଖାପାଖି କିଣିଛେ। କେତେ ଟଙ୍କା ପାଖାପାଖି ତାଙ୍କୁ ଦେଇଛନ୍ତି ଆପଣ? ମୁଁ ସବୁ ଅନଲାଇନ୍ ପେମେଣ୍ଟ କରିଛି ସେମାନଙ୍କୁ। ପାଖାପାଖି କେତେ ଟଙ୍କା ଦେଇଛନ୍ତି? ପାଖାପାଖି ସେଦିନ ବି ହିସାବ କରିନେ ସମୁଦାୟ ତ କହିହେବନି ତେବେ ବି 2-2.5 ଲକ୍ଷ ପାଖାପାଖି ହେଇଯିବ। ଆପଣ ସେ ଚୋରି ଗହଣା କରନ୍ତି କ'ଣ? ଆମେ ମାନେ ଭାଙ୍ଗିକି ତିଆରି କରେ ଆକ୍ଚୁଆଲି କହିତେ ଗଲେ ତ ଆମେ ସେ ଜିନିଷ ଗୁଡ଼ା ଭାଙ୍ଗି ବି ନଥିଲେ ଆଜି ପର୍ଯ୍ୟନ୍ତ ବି ସେ ଜିନିଷ ଅଛି ଯେଟା ଏବେ ସିଜ୍ ହେଲା। କେତେ ମାସ ହେବ ତାଙ୍କ ସହିତ ଆପଣଙ୍କର ଟ୍ରାଞ୍ଜାକ୍ସନ୍ ଥିଲା? ସେଇଟା ଏଇ ହେବ ତ କମ୍ ସେ କମ୍ 2 ମାସ ପାଖାପାଖି ହେବ। ଆମର ଗତ 17 ତାରିଖ ଦିନ ଉଦଳା ଥାନାରେ ଗୋଟେ ରିପୋର୍ଟ ହେଇଥିଲା ଯେ ଗତ 16 ତାରିଖ 16/7/2026ରେ ଜନକ ବ୍ୟକ୍ତି ଯାହାଙ୍କ ନାମ ଭାଗୀରଥୀ ପ୍ରସାଦ ସାହା ତାଙ୍କର ଘର ଜଗନ୍ନାଥୀ ଉଦଳା ଥାନା ଅଣ୍ଡରରେ ସିଏ ସେଦିନ ରଥ ଦେଖିବାକୁ ଯାଇଥିଲେ। ଘର ତାଲା ପକାଇ ଯାଇଥିଲେ। ସନ୍ଧ୍ୟା ସମୟରେ ଦୁର୍ବୃତ୍ତମାନେ ପଶିକି ତାଙ୍କ ଘର ତାଲା ଭାଙ୍ଗି ତାଙ୍କର ସୁନା ଅଳଙ୍କାର ଏବଂ ଗଡରେଜ୍ରୁ 4,23,000 ଟଙ୍କା କ୍ୟାସ୍ ଚୋରି କରିଥିଲେ। ଏ ବାବଦରେ ଆମର ଗୋଟେ କେସ୍ ରେଜିଷ୍ଟ୍ରି ହେଇଥିଲା। ତାପରେ ଆମର ସାଇଣ୍ଟିଫିକ୍ ଟିମ୍ ଆସିକି ସ୍ପଟ୍ରୁ ବିଭିନ୍ନ ପ୍ରକାର ଏଭିଡେନ୍ସ କଲେକ୍ସନ୍ କରିଥିଲା। ତାପରେ ଆମର IIC ତାଙ୍କର ଷ୍ଟାଫ୍ SK ରଣା ତାପରେ SI ପୂର୍ଣ୍ଣିମା ଦାସ ଆମର API ଷ୍ଟାଫ୍ ଅନ୍ୟମାନଙ୍କୁ ନେଇକି ବିଭିନ୍ନ ସ୍ଥାନରେ ଆମର ଚଢ଼ଉ କରି ଆମେ ଏପର୍ଯ୍ୟନ୍ତ ଟୋଟାଲ୍ ଉପରେ 2 ଜଣ ମୁଦାଲା ଯିଏକି ମୁଖ୍ୟ ମୁଦାଲା ତାଙ୍କୁ ଆରେଷ୍ଟ କରୁଛୁ ଏବଂ ସେଥିରେ ତାକୁ ଛାଡ଼ିକି ଆମେ 3 ଜଣ CCL ଅଛନ୍ତି ନାବାଳକ ଅଛନ୍ତି। ତେଣୁକରି ଏ କେସ୍ରେ ଆମେ ଏପର୍ଯ୍ୟନ୍ତ ତଦନ୍ତ କରି ବିଭିନ୍ନ ସ୍ଥାନରେ ରେଡ୍ କରି ନୀଳଗିରି ଖୁଣ୍ଟା ମିତ୍ରପୁର କପ୍ତିପଦା ଇତ୍ୟାଦି ଅଞ୍ଚଳରେ ଆମେ ରେଡ୍ କରି ଆମେ ଏପର୍ଯ୍ୟନ୍ତ ଏ କେସ୍ରେ ମାନେ ବିଭିନ୍ନ ଆଗରୁ ଏମାନେ ବିଭିନ୍ନ ପ୍ରକାର କେସ୍ରେ ବି ଇନଭଲ୍ଭ ଥିଲେ। ତ ଆମେ ଗୋଲ୍ଡ ଚେନ୍ 2ଟା ଇୟର୍ ରିଙ୍ଗ 3ଟା ଗୋଲ୍ଡର ଲକେଟ୍ ଏବଂ ଗୋଲ୍ଡ ଫ୍ଲାୱାର ଏବଂ ଅନ୍ୟାନ୍ୟ ରୂପା ଆଇଟମ୍ ତାକୁ ଛାଡ଼ିକି ମୋବାଇଲ 4ଟି ପାସବୁକ୍ 2ଟି ମୋଟରସାଇକେଲ ଗୋଟିଏ କାର୍ ଜବତ କରିଛୁ ଏବଂ ଏହାର ଇନଭେଷ୍ଟିଗେସନ୍ ଚାଲୁଅଛି। ଏହି ପର୍ଯ୍ୟନ୍ତ ଆମେ ଆମ ତଦନ୍ତରୁ ଜଣାପଡ଼ୁଛି ଏମାନେ ଆମର ଉଦଳା କପ୍ତିପଦା ଶରତ ବ୍ରହ୍ମପୁର ଏ ପାଖାପାଖି ଖୁଣ୍ଟା ଏରିଆରେ ପ୍ରାୟ ପାଖାପାଖି 10ରୁ ଅଧିକ କେସ୍ରେ ଇନଭଲ୍ଭ ଅଛନ୍ତି। ପ୍ରାୟ ଫ୍ୟାମିଲି ମେମ୍ବର ଇନଭଲ୍ଭ ଅଛନ୍ତି। ରିସିଭର ଅଲଗା ଲୋକ ଅଛନ୍ତି ଯେଉଁମାନଙ୍କୁ ଆମେ ଆହୁରି ତଦନ୍ତ ପରିଭୁକ୍ତ କରୁଛୁ ଏବଂ ଆହୁରି ଏବେ ତଦନ୍ତ ଚାଲିଛି। ଆଗକୁ ଅଧିକା ତଦନ୍ତରୁ ଜଣାପଡ଼ିବ। ଏଇ ତଦନ୍ତ ସମୟରେ ଜଣାପଡ଼ିଛି ଯେ ଆଉ ଜଣେ ସମ୍ପୃକ୍ତ ତାଙ୍କ ଭଣଜା ମଧ୍ୟ ଅଛନ୍ତି ଯିଏକି ଫେରାର ଅଛନ୍ତି ଆଉ କାହାର ଲିଙ୍କ୍ ଅଛି ଏବଂ ତାଙ୍କ ନାବାଳିକା ଝିଅ ମଧ୍ୟ ସମ୍ପୃକ୍ତି କଥା ଉଠୁଛି କ'ଣ ତା ଡିଟେଲ୍ ଇନଭେଷ୍ଟିଗେସନ୍ ହେବ ଆହୁରି ହେଲେ ଆପଣଙ୍କୁ ତଥ୍ୟ ଦିଆଯିବ। ଯଦି ଦେଖିବା ଏମାନେ ଯେଉଁ ରିସେଣ୍ଟଲି ଯେଉଁ 5-6ଟି ଜାଗାରେ ଚୋରି ହେଇଛି ସେଗୁଡ଼ା ସବୁଥିରେ ଆଙ୍କର ଇନଭଲଭମେଣ୍ଟ ନା ପ୍ରାୟ ଜଣାପଡ଼ୁଛି ଇନଭଲଭମେଣ୍ଟ ଅଛି। ଏପର୍ଯ୍ୟନ୍ତ ଆମେ ଯେତିକି କେସ୍ରେ ଇନଭଲଭମେଣ୍ଟ ଅଛି ଆମେ ସେଥିରେ ଡିମାଣ୍ଡ ବି ତାଙ୍କୁ ଆଣିବୁ। ତେଣୁକରି ଆମେ ଏ ବାବଦରେ ବି ତାଙ୍କର ଯେତିକି କେସ୍ରେ ଇନଭଲ୍ଭ ଅଛି ଆମେ କୋର୍ଟରେ ଲେଖି ଜଣାଉଛୁ। ବାକି ଆଗକୁ ଅଧିକା ତଦନ୍ତ କଲେ ଜଣାପଡ଼ୁଛି। ନାଇଁ ଏମାନେ ପ୍ରଫେସନାଲି ଯାହା ଜଣାପଡ଼ୁଛି ଏତେ କେସ୍ରେ ଇନଭଲ୍ଭ ମାନେ ପ୍ରଫେସନାଲି ମାନେ ବହୁତ ଆକ୍ଟିଭ୍ ଥିଲେ ଏରିଆରେ ବର୍ଗଲାରି ଥେଫ୍ଟ କେସ୍ କରୁଥିଲେ
ଚୋରି ସାମାନ କେବଳ ଏଇ ଚୋରର ରିକଭରି ହେଇଛି କି ଅନ୍ୟ ଚୋରର ବି ସବୁ ରିକଭରି ହେଇଛି? ନାଇଁ ଏବେ ଯେତିକି ଅଛନ୍ତି ତାଙ୍କର ଭିତରେ ରିକଭରି ହେଇଛି। ସାର୍ ଯେଉଁ କ୍ୟାସ୍ ସବୁ ଚୋରି ହେଇଥିଲା ସେ କ୍ୟାସ୍ର ଷ୍ଟାଟସ୍ କ'ଣ ଯେଉଁ ଟଙ୍କା ସବୁ ଚୋରି କରିଥିଲେ ଏ ପର୍ଯ୍ୟନ୍ତ ତାଙ୍କର ଅଧିକା ତଦନ୍ତ ଚାଲିଛି। ତାଙ୍କର ଆକାଉଣ୍ଟ ପାସବୁକ୍ ଆମେ ସିଜ୍ କରୁଛୁ। ବିଭିନ୍ନ ତାଙ୍କର ମୋବାଇଲରେ ବି ଟ୍ରାଞ୍ଜାକ୍ସନ୍ ହେଇଛି, ୟୁପିଆଇରେ ହେଇଛି। ତେଣୁକରି ତାକୁ ବ୍ୟାଙ୍କକୁ ପଚାରିଲା ପରେ ଆଉ ତଦନ୍ତ ଜଣାପଡ଼ିବ।